ମୁଁ ପ୍ରୟାସ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଓଟିଇଟି 2025ର ପେପର 2ର ପେଡାଗୋଜି କ୍ଲାସକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ କରିବା। ଅପସନ ୱାଇଜ ବୁଝିବା କାହିଁକି ଉତ୍ତରଟି ହେଉଛି, ଯାହାଦ୍ୱାରା ଆପଣ ଆଗାମୀ ଓଟିଇଟି 2025 ପେପର 2ଟି ଆପଣ ଦେଉଛନ୍ତି ୟା ପେପର 1 ଯାହା ବି ଦେଉଛନ୍ତି ଆପଣଙ୍କର ପେଡାଗୋଜି ପାର୍ଟି ଭଲ ଭାବରେ କ୍ଲିୟର ହେଇପାରିବ। ଟପିକ ୱାଇଜ ଆମେ ପଢିବା, ତେଣୁ ଆପଣ ଭିଡ଼ିଓଟି ଫୁଲ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓ ଲାଇକ୍ କରିଦେବେ। ଏମିତି ଭିଡ଼ିଓ ପାଇବା ପାଇଁ ଆପଣ ପାଖରେ ବେଲ୍ ଆଇକନଟିକୁ ଅଲରେଡି ସେଟ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ତେଣୁ ଯିବା, ସମୟ ନଷ୍ଟ କରିବାନି, କ୍ୱେଶ୍ଚନ ଗୋଟେ ଦେଖିବା। ଆପଣ କଣ କେତେ ମାର୍କ ରଖୁଛନ୍ତି ଆମ ଟୋଟାଲ ଏମସିକ୍ୟୁରୁ ମୋତେ କମେଣ୍ଟ ସେକ୍ସନରେ ଜଣେଇବେ ହେଲା। ତେଣୁ ଯିବା, ପ୍ରଥମ କ୍ୱେଶ୍ଚନଟି କଣ ଅଛି ଦେଖିବା। ଫାର୍ଷ୍ଟ କ୍ୱେଶ୍ଚନଟି ଅଛି, ପିଆଜେଙ୍କ ମତ ଅନୁଯାୟୀ ମୂର୍ତ୍ତ ସ୍ତରରେ କେଉଁ ଶିକ୍ଷାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟିଥାଏ? ପିଆଜେଙ୍କ ମତ ଅନୁସାରେ ଅପସନରେ କଣ ଅଛି? ପ୍ରାକ୍ ପ୍ରାଥମିକ, ପ୍ରାଥମିକ, ଉଚ୍ଚ ପ୍ରାଥମିକ ନା ଉପରୋକ୍ତ ସମସ୍ତ। ତେଣୁ ପିଆଜେଙ୍କ ମତ ଅନୁସାରେ ଆମର ମୂର୍ତ୍ତ ସ୍ତରରେ କେଉଁ ଶିକ୍ଷାର୍ଥୀଙ୍କ ବୌଦ୍ଧିକ ବିକାଶ ହେଇଥାଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି, ସେଟା କଣ ଅଛି? ପ୍ରାଥମିକ। ଏଠି ଉପରୋକ୍ତ ସମସ୍ତ ଅଛି, ଉପରୋକ୍ତ ସମସ୍ତ ମାରିଦେବେନି ହେଲା। ମନେ ରଖିଥିବେ କଣ, ଆମର ପ୍ରାଥମିକ ସ୍ତରରେ ଶିକ୍ଷାର୍ଥୀ ମାନଙ୍କର ବୌଦ୍ଧିକ ବିକାଶ କଣ ହେଇଥାଏ? ବିକାଶ ଘଟିଥାଏ ହେଲା। ଦେଖିବା ସେକେଣ୍ଡ କ୍ୱେଶ୍ଚନ କଣ ଅଛି। ଜଣେ ଶିକ୍ଷକ ପ୍ରଥମ ଶ୍ରେଣୀରେ ପଢାଇବା ସମୟରେ ଦୃଷ୍ଟି ଲିଖନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସେ କେଉଁ ପ୍ରକାର ବିକାଶକୁ ଲକ୍ଷ୍ୟ କରି ଏହା କରିଥାନ୍ତି? ହେଲା, ଯଦି ପ୍ରଥମ ଶ୍ରେଣୀରେ ଶିକ୍ଷକ ପଢାଇଲା ବେଳେ ଦୃଷ୍ଟି ଲିଖନକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି, କୋଉ ପ୍ରକାର ବିକାଶ କଣ କୁ ଲକ୍ଷ୍ୟ କରିଥାନ୍ତି? ଅପସନ କଣ ଅଛି? ମାନସିକ, ସ୍ନାବିକ ପେଶୀୟ ନା ବୌଦ୍ଧିକ ନା ଆବେଗିକ। ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି, ଯେଟା କଣ ଅଛି? ସ୍ନାବିକ ପେଶୀୟ। ସ୍ନାବିକ ମାନେ କଣ? ଯୋଉ ଲେଖା ଲେଖି କରିବା ଦ୍ୱାରା ତାଙ୍କର ସ୍ନାୟୁ ଗୁଡାକ, କେ ଅକ୍ଷରଟି କେମିତି ଲେଖାଯାଏ, ତାଙ୍କର ସ୍ନାୟୁ ଗୁଡାକ କଣ ଆକ୍ଟିଭ ହେଇଥାଏ, ସେଥିପାଇଁ ସେ ଲେଖିବା ଦ୍ୱାରା ତାଙ୍କ ସ୍ନାବିକ ପେଶୀ ଉପରେ ଗୁରୁତ୍ୱ ଦେଇଥାନ୍ତି। ଦେଖିବା 3 ନମ୍ବର କ୍ୱେଶ୍ଚନଟି କଣ ଅଛି। ଶିକ୍ଷାର୍ଥୀର ସାମାଜିକ ବିକାଶର ଅର୍ଥ କଣ? ହେଲା, ସେ ଶିକ୍ଷାର୍ଥୀର ସାମାଜିକ ବିକାଶ ଆମେ କହୁଛୁ, ତାର ଅର୍ଥଟି କଣ? ଅପସନରେ କଣ ଅଛି? ସାମାଜିକ ବ୍ୟବହାର ବିକାଶ, ସାମାଜିକ ବିକାଶ ନା ବ୍ୟକ୍ତିତ୍ୱର ବିକାଶ ନା ଗୋଷ୍ଠୀ ବିକାଶ। ତେଣୁ ଶିକ୍ଷାର୍ଥୀର ସାମାଜିକ ବିକାଶ କଲେ ଆମେ କଣ ବୁଝିଥାଉ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ, ଯେଟା କଣ ଅଛି? ସାମାଜିକ ବ୍ୟବହାରର ବିକାଶ। ସମାଜରେ କେମିତି କଣ ବ୍ୟବହାର କରୁଛି, ସମାଜ ଲୋକମାନଙ୍କ ସହିତ ତାର ବିକାଶ ଘଟିଥାଏ। ମନେ ରହିଲା। ଦେଖିବା ନେକ୍ସଟ କ୍ୱେଶ୍ଚନ ଅଛି କଣ। ବିକାଶ ସମ୍ବନ୍ଧୀୟ କେଉଁ ଉକ୍ତି ଠିକ? ଏ ଭିତରୁ କୋଉଟା ଆପଣ ବିକାଶ ସମ୍ବନ୍ଧୀୟ ଆମର ଚିନ୍ତା ଅନୁସାରେ ବା ଲକ୍ଷ୍ୟ ଅନୁସାରେ ଠିକ ହବ? ହେଲା, ଅପସନ ଗୋଟେ କଣ ଅଛି? ଆମର ପୁଅ ମାନଙ୍କ କ୍ଷେତ୍ରରେ 20ରୁ 22 ବର୍ଷ ପରେ ଆଉ ବିକାଶ ଘଟେ ନାହିଁ। ପରିପକ୍ୱନ ବିକାଶର ଅନ୍ତ ଘଟେ ନା 40 ବର୍ଷ ପରେ ବିକାଶର ହ୍ରାସ ଘଟିଥାଏ ନା ମୃତ୍ୟୁ ପର୍ଯ୍ୟନ୍ତ ବିକାଶ ଘଟିଥାଏ? ତ ବୃଦ୍ଧି ବିକାଶର ଯୋଉ ଟପିକ ଅଛି ସେଇଠୁ ଏଇ କ୍ୱେଶ୍ଚନଟା ପଡିଛି, ବଢିଆ କ୍ୱେଶ୍ଚନଟି ଅଛି ହେଲା। ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି, ଯେଟା କଣ ଅଛି? ମୃତ୍ୟୁ ପର୍ଯ୍ୟନ୍ତ ବିକାଶ ଘଟିଥାଏ ହେଲା। ମୃତ୍ୟୁ ବିକାଶ ହଉଛି ଗୋଟେ କଣ? ଚିରନ୍ତନ, ଜନ୍ମ ଠାରୁ ଆରମ୍ଭ ହୋଇଥାଏ ଆଉ କଣ ନା ଆମର ମୃତ୍ୟୁ ପର୍ଯ୍ୟନ୍ତ ସେଟା ଚାଲି ରହିଥାଏ ହେଲା। ବୁଝିଲେ? କିନ୍ତୁ ବୃଦ୍ଧିଟା ଏମିତି ଆମ ଅପସନ ଗୁଡାକ ଅଛି, ବୃଦ୍ଧି ଗୁଡା କଣ ହୁଏ ନା ଚେଞ୍ଜ ହୁଏ। ଯେମିତି କି ଗୋଟେ ପୁଅ ମାନଙ୍କ କ୍ଷେତ୍ରରେ 20ରୁ 22ଟା ବିକାଶ ଘଟେ, ସେମିତି ପଏଣ୍ଟ ଗୁଡାକ ଅଛି। ଯଦି ଦେଖିବେ ଆପଣ, ମୁଁ ନୋଟ ପଠେଇଦେବି ଏଇ ଟପିକ ଗୁଡାକ, ଦେଲେ ଆପଣ ଭଲସେ ଦେଖିପାରିବେ। କମେଣ୍ଟ ସେକ୍ସନରେ ଜଣେଇବେ ଯଦି ଆପଣ ନୋଟ ଦରକାର, ମୁଁ ଆପଣଙ୍କୁ ନୋଟ ପ୍ରୋଭାଇଡ କରିଦେଇପାରିବି। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି। 5 ନମ୍ବର, ବିକାଶ କେଉଁ ଅବସ୍ଥାରେ ଶିଶୁ ନିଜର କାର୍ଯ୍ୟ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ? ବିକାଶର କୋଉ ଆମର ପର୍ଯ୍ୟାୟରେ ହେଲା ସେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ? ଅପସନ କଣ ଅଛି? ଶୈଶବ ଅବସ୍ଥା, ଆଦ୍ୟ ବାଲ୍ୟାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା, ପ୍ରାକ୍ କୈଶୋର ଅବସ୍ଥା। ତେଣୁ କେଉଁ କ୍ଷେତ୍ରରେ ପିଲାଟି ନିଜର କାର୍ଯ୍ୟକଳାପ ଦ୍ୱାରା ଅନ୍ୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି, ଯେଟା କଣ ଅଛି? ଆଦ୍ୟ ବାଲ୍ୟାବସ୍ଥା ହେଲା। ଆଦ୍ୟ ବାଲ୍ୟାବସ୍ଥାରେ କଣ କରେ? ସେ ନିଜର କାର୍ଯ୍ୟ ଦ୍ୱାରା ଅନ୍ୟକୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥାଏ ହେଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି? ସମସ୍ତ ସକାରାତ୍ମକ ଆବେଗ ଗୁଡିକ ସର୍ବଦା ଭଲ ଆଉ ଟୁଆଏ କଣ ଅଛି? ସମସ୍ତ ନକାରାତ୍ମକ ଆବେଗ ଗୁଡିକ ସର୍ବଦା ମନ୍ଦ ହେଲା। ଏ ଭିତରୁ କୋଉଟା ଠିକ କୋଉଟା ଭୁଲ କ୍ୱେଶ୍ଚନ ପଚାରିଛି। ଏ କଣ ଅଛି? ଆଇଟା ଠିକ, ଟୁଆଇଟା ଭୁଲ। ବି ନମ୍ବର କଣ ଅଛି? ଆଇଟା ଠିକ, ଟୁଆଇଟା ଠିକ ଅଛି, ଆଇଟା ଭୁଲ ଅଛି। ସି ଅଛି ଉଭୟ ଆଇ ଆଉ ଟୁଆଇ ଠିକ ଅଛି। ଡି ହଉଛି କଣ? ଉଭୟ ଆଇ ଏବଂ ଟୁଆଇ ଭୁଲ ଅଛି। ତେଣୁ ଫାର୍ଷ୍ଟ କଣ ଥିଲା? ସମସ୍ତ ସକାରାତ୍ମକ ଆବେଗ ଗୁଡିକ ସର୍ବଦା ଭଲ। ସେକେଣ୍ଡ କଣ ଥିଲା? ସମସ୍ତ ନକାରାତ୍ମକ ଆବେଗ ଗୁଡିକ ସର୍ବଦା ମନ୍ଦ। ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି, ଯେଟା କଣ ଅଛି? ଉଭୟ ଆଇ ଆଉ ଟୁଆଇ ଦିଟା ସାରା କଣ ଅଛି? ନା ଦିଟା ସାରା ଭୁଲ ଅଛି ହେଲା। ବୁଝିଲେ? ସେଟା ବି କହିହବନି ଯେ ସମସ୍ତ ସକାରାତ୍ମକ ଆବେଗ ସର୍ବଦା ଭଲ, ସେଟା କହିହବନି। ସକାରାତ୍ମକ ଆପଣ ଗୋଟେ ପିଲାକୁ ଅଧିକ ପ୍ରଶଂସା କରିଦଉଛନ୍ତି ହେଲା, ତା ଦ୍ୱାରା କଣ ତାର ଯେ ପାଠ ପଢା କ୍ଷେତ୍ରରେ ସେ ନିଜକୁ ଓଭର କନଫିଡେଣ୍ଟ ହେଇକି ଭୁଲ କରିପାରେ। ଆଉ ଗୋଟେ କଥା ହଉଛି କଣ? ସେକେଣ୍ଡ କଥା କଣ? ସମସ୍ତ ନକାରାତ୍ମକ ଆବେଗ ଗୁଡିକ ସର୍ବଦା ମନ୍ଦ। ବେଳେ ବେଳେ ପିଲାଙ୍କୁ କଣ ତାଗିଦ ବି କରିବା ପାଇଁ ପଡିଥାଏ ନା ପାଠ ପଢିବା ପାଇଁ। ତେଣୁ ସବୁବେଳେ ଯେ ନକାରାତ୍ମକ ଆବେଗ ଗୁଡା ସର୍ବଦା ମନ୍ଦ, ସେଟା ବି କହିହବନି। ଦେଖିବା 7 ନମ୍ବର କ୍ୱେଶ୍ଚନ ଟି କଣ ଅଛି? କେଉଁଟି ଶିଶୁର ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ବିଶେଷ ଲକ୍ଷଣ? ଆଦ୍ୟ ବାଲ୍ୟାବସ୍ଥାର କୋଉଟା ହଉଛି ଗୋଟେ ପିଲାର ଲକ୍ଷଣ? ଅପସନ କଣ ଅଛି? ଅପସନ ନମ୍ବର ଅଛି ଆତ୍ମକେନ୍ଦ୍ରିକ ଚିନ୍ତାଧାରା, ତାତ୍ତ୍ୱିକ ଚିନ୍ତାଧାରା,
ବସ୍ତୁର ନିତ୍ୟନ୍ତର ଧାରଣା, ସମସ୍ୟା ସମାଧାନର ଦକ୍ଷତା। ଆଦ୍ୟ ବାଲ୍ୟାବସ୍ଥାରେ ବୌଦ୍ଧିକ ବିକାଶ କେମିତି ଲକ୍ଷଣ ଦେଖାଇଥାଏ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ, ଯେଟା କଣ ଅଛି ଆତ୍ମକେନ୍ଦ୍ରିକ ଚିନ୍ତାଧାରା। ଆଦ୍ୟ ବାଲ୍ୟାବସ୍ଥାରେ ଶିଶୁର ବୌଦ୍ଧିକ ବିକାଶରେ କଣ ହୁଏ? ଆତ୍ମକେନ୍ଦ୍ରିକ ଚିନ୍ତାଧାରା ବୃଦ୍ଧି ହେଇଥାଏ। ବୁଝିପାରିଲେ? ତେଣୁ ଦେଖିବେ ନେକ୍ସଟ କ୍ୱେଶ୍ଚନ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ବୃଦ୍ଧି ଓ ବିକାଶର କେଉଁ ଅବସ୍ଥାକୁ ଚାପ ତାଡ଼ନା ଅବସ୍ଥା କୁହାଯାଏ? ହେଲା, ଚାପ ଆଉ ତାଡ଼ନା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଅଛି। ଚାପ ଆଉ ତାଡ଼ନା ଅବସ୍ଥା କାହାକୁ କହିଥାଏ? ଅପସନ ଭିତରୁ କଣ ଅଛି? ବାଲ୍ୟାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା, କୈଶୋର ଅବସ୍ଥା, ପୌଢ ଅବସ୍ଥା। କୋଉଟାକୁ ଆମେ ଚାପ ଆଉ କଣ ତାଡ଼ନା, ଯେଠି ପିରିୟଡ଼ ଅଫ ଷ୍ଟ୍ରେସ୍ ଆଉ ଷ୍ଟ୍ରେନ୍, ହେଲା, ସେଇ ଅବସ୍ଥାକୁ ଆମେ କହିଥାଉ। ସଠିକ ଉତ୍ତରଟି କଣ ହବ ଅପସନ ଭିତରୁ? ନା ସଠିକ ଉତ୍ତର ହବ ଅପସନ ନମ୍ବର ସି, ଯେଟା କଣ ଅଛି କୈଶୋର ଅବସ୍ଥା। କୈଶୋର ଅବସ୍ଥାରେ ପିଲା କଣ ଷ୍ଟ୍ରେସ୍ ଆଉ ଷ୍ଟ୍ରେନ୍ ହେଇଥାଏ, ହେଲା, ମନେ ରଖିଥିବେ, ହେଲା, ଯେଟା କଣ କୁହନ୍ତି ଓଡିଆରେ ଚାପ ବା ତାଡ଼ନ ଅବସ୍ଥା। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଶିଶୁର ବୌଦ୍ଧିକ ବିକାଶ ମୁଖ୍ୟତଃ 4ଟି ପର୍ଯ୍ୟାୟ ଦେଇ ସଂଗଠିତ ହୋଇଥାଏ। ଏହା ଉପରେ କିଏ ପରୀକ୍ଷା କରିଥିଲେ? ବଢିଆ କ୍ୱେଶ୍ଚନଟି ଅଛି। ଶିଶୁର ବୌଦ୍ଧିକ ବିକାଶ ମୁଖ୍ୟତଃ 4ଟି ପର୍ଯ୍ୟାୟ ଦେଇ ହେଇଥାଏ, ହେଲା, ସେଟାକୁ କିଏ ପରୀକ୍ଷା କରିଥିଲେ? ଅପସନ କଣ ଅଛି? ସ୍କିନର, ପିଆଜେ, କୋହଲବର୍ଗ ନା ରିକ୍ସନ, ହେଲା, ଏହା ଭିତରୁ କିଏ କରିଥିଲେ ପରୀକ୍ଷାଟା? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଯେଟା କଣ ଅଛି ପିଆଜେ। ପିଆଜେ କରିଥିଲେ ଯୋଉ 4ଟା ଆମର ସମ୍ବେଦୀକାରକ ଆଉ ଯୋଉ ପ୍ରାକ୍ ସଂକାର୍ଯ୍ୟ ଏମିତି ଥିଲା ସବୁ, ଯଥାଯଥ ସଂକାର୍ଯ୍ୟ ସେମିତି 4ଟା ଷ୍ଟେଜ ଥିଲା। କିଏ କରିଥିଲେ? ପିଆଜେ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ନିମ୍ନସ୍ଥ ଉକ୍ତମାନଙ୍କ ମଧ୍ୟରୁ କେଉଁଟି ବିକାଶ ପାଇଁ ପ୍ରଯୁଜ୍ୟ? ଏ ଭିତରୁ କୋଉଟା ଗୋଟେ ବିକାଶ ପାଇଁ ପ୍ରଯୁଜ୍ୟ ନୁହେଁ? ଅପସନ କଣ ଅଛି? ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ଶାରୀରିକ ପରିପକ୍ୱତା ହିଁ ବିକାଶ, ବିକାଶର ଗୁଣାତ୍ମକ ତଥା ପରିମାଣାତ୍ମକ ଅଟେ। ଅପସନ ନମ୍ବର ଡି ଅଛି କଣ? ବିକାଶ ବ୍ୟକ୍ତି କେନ୍ଦ୍ରିକ ଅଟେ। ତେଣୁ ସଠିକ ଉତ୍ତରଟି କଣ ହବ? ଆମର ବିକାଶ ପାଇଁ ଯେଟା କି ପ୍ରଯୁଜ୍ୟ ହବ ନାହିଁ, ସଠିକ ଉତ୍ତରଟି ହବ ଅପସନ ନମ୍ବର ବି, ଯେଟା କଣ ଅଛି ଶରୀରର ପରିପକ୍ୱତା ହିଁ ବିକାଶ। ଏଇଟା ଠିକ ନୁହେଁ, କିନ୍ତୁ ଆଉ ଗୋଟା ଠିକ ହବ। ବିକାଶ ହେଉଛି ଜୀବନବ୍ୟାପୀ ପ୍ରକ୍ରିୟା, ଯେଠି ମୃତ୍ୟୁ ଆମର ଜନ୍ମରୁ ଆରମ୍ଭ ହେଇକି ମୃତ୍ୟୁ ପରେ ସରିଥାଏ। ବିକାଶ ଗୁଣାତ୍ମକ ଆଉ ପରିମାଣାତ୍ମକ, ବହୁତ କ୍ୱାଲିଟେଟିଭ ଆଉ କ୍ୱାଣ୍ଟିଟେଟିଭ। ଆଉ ଡି ହେଉଛି କଣ? ବିକାଶ ବ୍ୟକ୍ତି କେନ୍ଦ୍ରିକ ଅଟେ, ମାନେ ସମସ୍ତ କ୍ଷେତ୍ରରେ ୟୁନିକ୍ ୟୁନିକ୍ ବିକାଶ ଦେଖାଯାଇଥାଏ, ହେଲା। ନେକ୍ସଟ ଦେଖିବା କଣ ଅଛି 11 ନମ୍ବର କ୍ୱେଶ୍ଚନ। କୌତୂହଳ କେଉଁ ପ୍ରକାର ବିକାଶର ଏକ ଉଦାହରଣ? ଗୋଟେ କୌତୂହଳ ହଉଛି କୋଉ ପ୍ରକାର ବିକାଶର ଉଦାହରଣ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି, ହେଲା, ଦେଖିଦେଇଥିବେ। ଅପସନ କଣ ଅଛି? ଶାରୀରିକ, ଆବେଗିକ ନା ବୌଦ୍ଧିକ ନା ସାମାଜିକ? ଯୋଉ କୌତୂହଳ କୋଉ ପ୍ରକାର ବିକାଶର ଗୋଟେ ଉଦାହରଣ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଯେଟା କଣ ଅଛି ବୌଦ୍ଧିକ। ମନେ ରଖିଥିବେ, କୌତୂହଳ ହଉଛି କୋଉ ପ୍ରକାର ଗୋଟେ ବିକାଶର ଉଦାହରଣ? ନା ବୌଦ୍ଧିକ ବିକାଶ। କୌତୂହଳ ଆପଣ ମାରିଦେବେନି ଯେ ଆବେଗିକ, ନାହିଁ, କୌତୂହଳ ହଉଛି କଣ? ବୌଦ୍ଧିକର ବିକାଶର ଗୋଟେ ଉଦାହରଣ, ହେଲା, ମନେ ରଖିଥିବେ। ନେକ୍ସଟ ଅଛି କଣ? କେଉଁ କ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ? କୋଉ କ୍ରିୟାଟା? ଅପସନ କଣ ଅଛି? ଶାରୀରିକ ଅଭିବୃଦ୍ଧି, ଶିକ୍ଷଣ ପ୍ରକ୍ରିୟା, ବୌଦ୍ଧିକ ଅଭିବୃଦ୍ଧି, ସାମାଜିକ ଅଭିବୃଦ୍ଧି। କୋଉ ପ୍ରକ୍ରିୟାଟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଯେଟା କଣ ଅଛି ଶିକ୍ଷଣ ପ୍ରକ୍ରିୟା। ମନୁଷ୍ୟର ସାରା ଜୀବନ ପର୍ଯ୍ୟନ୍ତ ଶିକ୍ଷଣ ପ୍ରକ୍ରିୟାଟା ସଂଗଠିତ ହେଇଥାଏ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ହରଲୋକଙ୍କ ମତରେ ଆଦ୍ୟ ବାଲ୍ୟାବସ୍ଥା ବୟସ ସୀମା କେତେ? ଗୋଟେ କ୍ୱେଶ୍ଚନ ଟି ଅଛି। ହରଲୋକ ଯୋଉ ମତ ଦେଇଥିଲେ ସେଥିରେ ଆଦ୍ୟ ବାଲ୍ୟାବସ୍ଥା କେତେ ବୟସ ସୀମା ଥିଲା? ଅପସନ ଏ ଅଛି 0ରୁ 6, 2ରୁ 6 ନା 2ରୁ 10 ନା 0ରୁ 2। ହରଲୋକ ମତରେ ଆଦ୍ୟ ବାଲ୍ୟାବସ୍ଥା ବୟସ ସୀମା କେତେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଯେଟା କଣ ଅଛି 2ରୁ 6 ବର୍ଷ, ହେଲା। ଆଦ୍ୟ ବାଲ୍ୟାବସ୍ଥା ହଉଛି କେତେ? 2ରୁ 6, ମନେ ରଖିଥିବେ। ଆଉ ନେକ୍ସଟ ଟା ଦେଖିଦେଇଥିବେ, ଏଇ ଯୋଉ ଶୈଶବ, ଆଦ୍ୟ ଶୈଶବ ଅବସ୍ଥା, ହେଲା, ସେଗୁଡା ସବୁ ବାଲ୍ୟାବସ୍ଥା, ହେଲା, ଏଗୁଡା ସବୁ ଦେଖିଦେଇଥିବେ ଟିକେ। ଆଉ ନେକ୍ସଟ କ୍ୱେଶ୍ଚନ କଣ ଅଛି? ଶିଶୁର ଶାରୀରିକ ବିକାଶ ଓ ପରିପକ୍ୱତା ସହିତ ତାର ବୌଦ୍ଧିକ ବିକାଶ ଅଗ୍ରଗତି କରିଥାଏ, ଏହା କେଉଁ ମନୋବିଜ୍ଞାନୀଙ୍କ ମତ ଅଟେ? ବଢିଆ କ୍ୱେଶ୍ଚନ ଟି ଅଛି। ଶିଶୁର ଶାରୀରିକ ବିକାଶ ଓ ପରିପକ୍ୱତା ସହିତ ତାର ବୌଦ୍ଧିକ ବିକାଶ, ଏଇଟା ମେନ୍। ବୌଦ୍ଧିକ ବିକାଶଟା ମେନ୍ ପଏଣ୍ଟ ଗୁଡାକ ଥିବ, ଯୋଉ ଆମ ଡାଟା ଯୋଉ ଷ୍ଟେଟମେଣ୍ଟ ଗୁଡା ଦଉଛି, ଗୋଟେ ଗୋଟେ ପଏଣ୍ଟ ଦେଖି ୟୁନିକ୍ ଥିବ ସମସ୍ତଙ୍କର, ହେଲା। ଯେମିତି ଏଇଟା ଅଛି, ହେଲା, ଏଇଟା କିଏ ଦେଇଥିଲେ? କୋଉ ମନୋବିଜ୍ଞାନ? ପିଆଜେଟ୍ ନା ସ୍କିନର ନା କୋହଲବର୍ଗ ନା ରିକ୍ସନ, ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ, ଯେଟା କଣ ପିଆଜେଟ୍। ଏ ସର୍ଟକଟ ହଉଛି କଣ? ଯେହେତୁ ବୌଦ୍ଧିକ ବିକାଶ ଦେଖିବେ, ହେଲା, ବା ଇଂଲିଶରେ ଯୋଉ କଗ୍ନେଟିଭ ଦେଖିବେ, ସେଟାକୁ କଣ ସେ ଦେଇଛନ୍ତି କଣ? ନା ପିଆଜେ, ହେଲା। ପିଆଜେ ସବୁବେଳେ ବୌଦ୍ଧିକ ବିକାଶ ବା କଗ୍ନେଟିଭ, ଯେଟା କି ଡେଭଲପମେଣ୍ଟ କହିଥାଏ, ସେଟା ଦେଇଛନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା 15 ନମ୍ବର କ୍ୱେଶ୍ଚନ ଟି କଣ ଅଛି? ନିମ୍ନୋକ୍ତ ମଧ୍ୟରୁ କେଉଁ ବିକାଶ ପାଇଁ ପ୍ରଯୁଜ୍ୟ ଅଟେ? ହେଲା, ଅପସନ ଗୋଟେ କଣ ଅଛି? ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ବିକାଶ ସର୍ବଦା ସମାନ ବେଗରେ ଘଟିଥାଏ, ସବୁ ପିଲାଙ୍କର ବିକାଶ ଧାରା ସମାନ, ନା ଶିଶୁ ବିକାଶ କେବଳ ବଂଶ ଗୁଣ ଉପରେ ନିର୍ଭର କରିଥାଏ, ହେଲା। ଏ ହଉଛି କଣ? କୋଉ ଆମର କୋଉ ଷ୍ଟେଟମେଣ୍ଟଟା ବିକାଶ ପାଇଁ ପ୍ରଯୁଜ୍ୟ ଅଟେ, ହେଲା। ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ, ଯେଟା କଣ? ବିକାଶ ହଉଛି ଗୋଟେ ଜୀବନ ବ୍ୟାପୀ ପ୍ରକ୍ରିୟା, ହେଲା। ଏଇଟା ଠିକ ହବ, କିନ୍ତୁ ଏଇଟା ସବୁ ଭୁଲ, ହେଲା, ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଭୁଲ ଓ ଠିକ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରିବା, ଏହା କେଉଁ ଅବସ୍ଥାରେ ବିକାଶ ଉନ୍ମୁଖୀ କରିଥାଏ? ହେଲା, ଆମର ଯୋଉ
ପିଲାର ଭୁଲ ଆଉ ଠିକ ମଧ୍ୟରେ ପାର୍ଥକ୍ୟ, କେଟା ଭୁଲ ଏଇଟା କୋଉ କ୍ଷେତ୍ରରେ ତାର ଅବସ୍ଥାରେ ବିକାଶ ହେଇଥାଏ। ଅପସନ କଣ ଅଛି? ଆଦ୍ୟ ବାଲ୍ୟ ଅବସ୍ଥା, ପ୍ରାନ୍ତ ବାଲ୍ୟ ଅବସ୍ଥା, ପ୍ରାକ୍ କୈଶୋର ଅବସ୍ଥା, କୈଶୋର ଅବସ୍ଥା। କୋଉ କ୍ଷେତ୍ରରେ ସେ ଜାଣିପାରେ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ଯେଟା କଣ ଅଛି? ଆଦ୍ୟ ବାଲ୍ୟ ଅବସ୍ଥା। ଆଦ୍ୟ ବାଲ୍ୟ ଅବସ୍ଥାରେ ପିଲାଟି ଭୁଲ କୋଉଟା ଠିକ କୋଉଟା ସେଟା ଜାଣିପାରିଥାଏ ହେଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି? ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ କେଉଁ ଶାରୀରିକ ବିକାଶ ପର୍ଯ୍ୟାୟ ସହିତ ସମ୍ପର୍କିତ? ଯୋଉ ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟଟା ଶିଶୁର ଶାରୀରିକ ବିକାଶର କେଉଁ ପର୍ଯ୍ୟାୟ ସହିତ ସମ୍ପର୍କିତ? ଅପସନ କଣ ଅଛି? ଶୈଶବ ଅବସ୍ଥା, ଆଦ୍ୟ ବାଲ୍ୟ ଅବସ୍ଥା, ପରବର୍ତ୍ତୀ ବାଲ୍ୟ ଅବସ୍ଥା, କୈଶୋର ଅବସ୍ଥା। ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ କୋଉ ଆମର ଅବସ୍ଥାରେ ହେଇଥାଏ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ଯେଟା କଣ? କୈଶୋର ଅବସ୍ଥା। ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟଟା ଶରୀର ବିକାଶଟା ହେଇଥାଏ କୋଉଥାଏ? ନା କୈଶୋର ଅବସ୍ଥାରେ। ମନେ ରହିଲା? ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି? ଗୁଣାତ୍ମକ ପରିମାଣାତ୍ମକ ପରିବର୍ତ୍ତନ ହିଁ ବିକାଶ, ଏହା କୋଉ ମନୋବିଜ୍ଞାନୀ କହିଥିଲେ? ଗୁଣାତ୍ମକ ଆଉ ପରିମାଣାତ୍ମକ ଯେଟା କଣ? କ୍ୱାଲିଟେଟିଭ ଆଉ କ୍ୱାଣ୍ଟିଟେଟିଭ ଚେଞ୍ଜଟା କଣ କହିଥାଏ? ବିକାଶ କହିଥାଏ। ଏଟା କିଏ କହିଥିଲେ? ଫ୍ରାଙ୍କ କହିଥିଲେ, ଗସେଲ କହିଥିଲେ, ହର୍ଲୋକ କହିଥିଲେ, ନା ଭାନ ଡେନ୍ ଡେଲ କହିଥିଲେ? ତେଣୁ ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର କୋଉଟା? ସି ଯେଟା କଣ ଅଛି? ହର୍ଲୋକ ହେଲା। ବିକାଶର ଏଇ କଥାଟା ବହୁତ କ୍ୱାଲିଟେଟିଭ ଆଉ କ୍ୱାଣ୍ଟିଟି ମନେ ରଖିଥିବେ। ଏଇ ଗୋଟେ ପଏଣ୍ଟ ଗୁଡାକ ଯେମିତି ଆଗରୁ କହିଥିଲେ ସେମିତି ଆଉ କ୍ୱାଲିଟେଟିଭ ଆଉ କ୍ୱାଣ୍ଟିଟେଟିଭ ଚେଞ୍ଜଟାକୁ କଣ କୁହନ୍ତି? ବିକାଶ ବୋଲି କୁହନ୍ତି ବା ଡେଭଲପମେଣ୍ଟ କହିଥାନ୍ତି ହେଲା। ସେଟା କିଏ କହିଥିଲେ? ନା ହର୍ଲୋକ କହିଥିଲେ। ମନେ ରଖିଥିବେ। ନେକ୍ସଟ କ୍ୱେଶ୍ଚନ କଣ ଅଛି? କୋଉ ମନୋବିଜ୍ଞାନୀ ପ୍ରଥମେ ମନୋବିଜ୍ଞାନକୁ ଆଚରଣ ବିଜ୍ଞାନ ବୋଲି କହିଥିଲେ? କୋଉ ମନୋବିଜ୍ଞାନୀ ପ୍ରଥମେ ମନୋବିଜ୍ଞାନକୁ ଆଚରଣ ବିଜ୍ଞାନ ବୋଲି କହିଥିଲେ ହେଲା? ଅପସନ କଣ ଅଛି? ପ୍ଲଟୁ, ନା ଭଣ୍ଡକ, ନା ଫିଲ୍ସବରି, ନା ୱାଟସନ? କିଏ କହିଥିଲେ ଯେ ମନୋବିଜ୍ଞାନକୁ ଆଚରଣ ବିଜ୍ଞାନ ବୋଲି ପ୍ରଥମେ କହିଥିଲେ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ? ଫିଲ୍ସବରି ହେଲା। ପଢିଦେଇ ଯାଇଥିବେ, ଏଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି। ଫିଲ୍ସବରି କହିଥିଲେ କଣ? ଯାହା ଆଚରଣ ବିଜ୍ଞାନଟା ହିଁ ହଉଛି କଣ? ଆମର ମନୋବିଜ୍ଞାନ। ମନେ ରହିଲା? ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି? କେଉଁ ଅବସ୍ଥାରେ ପିଲାଟିଏ ଲିଙ୍ଗ ଭିତ୍ତିକ ସାମାଜିକ କାର୍ଯ୍ୟ ଆରମ୍ଭ କରିଥାଏ? ଯୋଉଟା କି ପିଲା ଝିଅ ପୁଅ ଭିତରେ ପ୍ରଭେଦ ଜାଣିପାରେ, ଯେମିତି କି ଲିଙ୍ଗଗତ ସାମାଜିକ କାର୍ଯ୍ୟ ଆରମ୍ଭ କରିଥାଏ। କୋଉ ଅବସ୍ଥାରେ? ଅପସନ କଣ ଅଛି? ଆଦ୍ୟ ବାଲ୍ୟ ଅବସ୍ଥା, ପ୍ରାନ୍ତ ବାଲ୍ୟ ଅବସ୍ଥା, ପ୍ରାକ୍ କୈଶୋର ଅବସ୍ଥା, ନା କୌଶଳ ଅବସ୍ଥା? କୋଉ ଆମର ଅବସ୍ଥାରେ ସେ ଜାଣିପାରେ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ? ପ୍ରାନ୍ତ ବାଲ୍ୟ ଅବସ୍ଥା। ପ୍ରାନ୍ତ ବାଲ୍ୟ ଅବସ୍ଥାରେ ସିଏ ଲିଙ୍ଗ ଭିତ୍ତିକ ସାମାଜିକ କାର୍ଯ୍ୟ ଗୁଡାକ ଆରମ୍ଭ କରିଥାଏ। ଜାଣିପାରେ ସେ ଝିଅ ପିଲା ଅଲଗା, ପୁଅ ପିଲା ଅଲଗା, କେମିତି ମାନେ ଶାରୀରିକ ଗଠନ ଦୃଷ୍ଟିରୁ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ହାରାହାରି କେତେ ବୟସ ପର୍ଯ୍ୟନ୍ତ ସମୟକୁ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ ବୋଲି କୁହାଯାଇଥାଏ? ହେଲା, କୋଉ ବୟସ ପର୍ଯ୍ୟନ୍ତ ଆମେ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟଟା ବୋଲି କହିଥାଉ? ଅପସନ କଣ ଅଛି? ଜନ୍ମଠାରୁ 2 ବର୍ଷ, 2 ରୁ 7 ବର୍ଷ, 7 ରୁ 12 ବର୍ଷ, ନା 12 ବର୍ଷରୁ ଉର୍ଦ୍ଧ୍ୱ? ଆମେ ଯୋଉ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟଟା କହୁଛୁ, କୋଉ ବୟସରୁ କୋଉ ବୟସ ସୀମା ଭିତରେ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ? 2 ବର୍ଷରୁ 7 ବର୍ଷ। ସେଟା କଣ ଆମେ କଣ କହିଥାଉ? ନା ପ୍ରାକ୍ ସଂକାର୍ଯ୍ୟ ହେଲା, ଆମର ପର୍ଯ୍ୟାୟଟା ବୋଲି କହିଥାଉ। ତେଣୁ ଏଇ ପର୍ଯ୍ୟାୟଟା ଦେଖିଦେଇଥିବେ ହେଲା। ସମ୍ବିଧିକାରକ, ପ୍ରାକ୍ ସଂକାର୍ଯ୍ୟ, ତାପରେ ସ୍ଥୂଳ ସଂକାର୍ଯ୍ୟ, ଯଥାଯଥ ସଂକାର୍ଯ୍ୟ, ସେଗୁଟା ଦେଖିଦେଇଥିବେ ଟିକେ ହେଲା ପଢିବାରେ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଉଭୟ ଲିଙ୍ଗ ସମବୟସ୍କ ମାନଙ୍କ ସହିତ ନୂତନ ପରିପକ୍ୱ ସମ୍ପର୍କ ସ୍ଥାପନ କରିବା କେଉଁ ଅବସ୍ଥାର ବିକାଶ ନୁହେଁ କାର୍ଯ୍ୟ? ହେଲା, ଉଭୟ ଲିଙ୍ଗର ସମବୟସ୍କ ମାନଙ୍କ ସହ ନୂତନ ଆଉ ପରିପକ୍ୱ ସମ୍ପର୍କ ଯୋଉ ସ୍ଥାପନ କରା, ସେଟା କୋଉ ଅବସ୍ଥାର ଗୋଟେ କାର୍ଯ୍ୟ ହେଲା? ଆଦ୍ୟ ବାଲ୍ୟ ଅବସ୍ଥା, ନା ପ୍ରାନ୍ତ ବାଲ୍ୟ ଅବସ୍ଥା, ନା ପ୍ରାକ୍ କୈଶୋର ଅବସ୍ଥା, ନା କୈଶୋର ଅବସ୍ଥା? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ ଅଛି? ପ୍ରାକ୍ କୈଶୋର ଅବସ୍ଥା। ପ୍ରାକ୍ କୈଶୋର ଅବସ୍ଥାରେ ଏଇଭଳିଆ ଆମର ଗୁଣଟି ବିକାଶ ହେଇଥାଏ। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି? ଶୈଶବ ଅବସ୍ଥାରେ ଶିଶୁଠାରେ ଘଟିଥିବା ଆବେଗ ଗୁଡିକ ମଧ୍ୟରୁ ନିମ୍ନୋକ୍ତ କେଉଁଟି ମୂଳ ଆବେଗ ନୁହେଁ? ହେଲା, କଣ କହିଲା? ନା ଶୈଶବ ଅବସ୍ଥାରେ ଯୋଉ ଶିଶୁ ଭିତରେ ଯୋଉ ଆବେଗ ଗୁଡା ସୃଷ୍ଟି ହେଇଥାଏ, ତା ଭିତରୁ କୋଉଟା ମୂଳ ଆବେଗ ନୁହେଁ? ଉଭୟ ଅପସନ କଣ ଅଛି? ଭୟ, ସ୍ନେହ, ଈର୍ଷା, କ୍ରୋଧ। ହେଲା, ଶୈଶବ ଅବସ୍ଥାରେ କୋଉଟା ଆମର ଗଠିତ ହେଇନଥାଏ କୋଉ ପ୍ରକାର ଆବେଗଟା? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ? ଈର୍ଷା। ଈର୍ଷା ଗୁଣଟା ତା କ୍ଷେତ୍ରରେ ଦେଖାଯାଇ ନଥାଏ। ମନେ ରହିବ। ନେକ୍ସଟ କ୍ୱେଶ୍ଚନ ଦେଖିବା। ପ୍ରାକ୍ କୈଶୋର ଅବସ୍ଥାରେ ଘଟୁଥିବା ପରିବର୍ତ୍ତନ କ୍ଷିପ୍ର ନୁହେଁ କି ଧୀର ନୁହେଁ? ଏହି ମତ କେଉଁ ମନସ୍ଥିତି ଦେଇଥିଲେ? ଗୋଟେ କ୍ୱେଶ୍ଚନଟି, ପ୍ରାକ୍ ଯୋଉ କୈଶୋର ଅବସ୍ଥାରେ ଘଟୁଥିବା ପରିବର୍ତ୍ତନ କ୍ଷିପ୍ର ନୁହେଁ କି ଧୀର ନୁହେଁ ହେଲା। ଯଦି ଆପଣ ପ୍ରାକ୍ କୈଶୋର ଅବସ୍ଥାରେ ଯୋଉ କ୍ଷିପ୍ର ନୁହେଁ କି ଧୀର ନୁହେଁ ଯଦି ଥିବ, ତାହେଲେ ଏଟା କୋଉ ମନସ୍ଥିତି ଦେଇଥିଲେ? ଅପସନ କଣ ଅଛି? ଫ୍ରାଙ୍କ, ହର୍ଲକ, ଗେସଲ, ନା ହଉଛି ହେବିଙ୍ଗ ହଷ୍ଟ? ହେଲା, ସଠିକ ଉତ୍ତରଟି କଣ ହବ? ନା ଅପସନ ବି ଯେଟା କଣ? ହର୍ଲକ ହେଲା। ସିଏ ଦେଇଥିଲେ କଣ? ଯୋଉ ଆମର ପ୍ରାକ୍ କୈଶୋର ଅବସ୍ଥାରେ ପରିବର୍ତ୍ତନଟା ଆମର ଅଧିକା ସ୍ପିଡ ନୁହେଁ କି ସ୍ଲୋ ନୁହେଁ, ସେ କିଏ କହିଥିଲେ? ନା ହର୍ଲକ କହିଥିଲେ। ମନେ ରଖିଦେଇଥିବେ
ହେଲା। ନେକ୍ସଟ କଣ ଅଛି, କେତେ ବର୍ଷ ବୟସ ବେଳକୁ ଶିଶୁର ବସ୍ତୁର ବର୍ଗୀକରଣ ବା କ୍ରମିକରଣ କରିବାର ଶିକ୍ଷା ହେଇଥାଏ। ହେଲା, କୋଉ ବୟସ ସୀମା ଭିତରେ? 6 ରୁ 7, 7 ରୁ 8, 8 ରୁ 9, 9 ରୁ 10। ହେଲା, ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ଅଛି 6 ରୁ 7 ବର୍ଷ ବୟସ ଭିତରେ ସେ ବସ୍ତୁର ବର୍ଗୀକରଣ ଆଉ କ୍ରମିକରଣ ହେଲା କ୍ରମରେ ସଜେଇ ପାରେ ପିଲାଟି। ମନେ ରହିବ 6 ରୁ 7 ବର୍ଷ ଭିତରେ। ନିମ୍ନଲିଖିତ କେଉଁଟି ଆବେଗିକ ବିକାଶର ଗୋଟେ ଉଦାହରଣ? ହେଲା, ନିମ୍ନଲିଖିତ କୋଉଟା ହଉଛି ଗୋଟେ ଆବେଗିକ ବିକାଶର ଉଦାହରଣ? ଗୋଟେ କ୍ୱେଶ୍ଚନ ଟି ଅଛି, କୌତୁହଳ ନା ଓଜନ ବଢିବା ନା ସମସ୍ୟା ସମାଧାନ ନା ଗୋଷ୍ଠୀ ସହିତ ଚଳିବା? ଆବେଗିକ ବିକାଶର ଗୋଟେ ଉଦାହରଣ। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ କୌତୁହଳ। ଆବେଗିକ ବିକାଶର ଗୋଟେ ଉଦାହରଣ କଣ ନା କୌତୁହଳ। ମନେ ରହିବ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି, ନିମ୍ନଲିଖିତ ମଧ୍ୟରୁ ଜୀବନ ସାରା ସଂଗଠିତ ହୁଏ ନାହିଁ କୋଉଟା? ଜୀବନ ସାରା ଗୋଟେ ସଂଗଠିତ ହୁଏ ନାହିଁ। ଶିକ୍ଷଣ ପ୍ରକ୍ରିୟା, ଶାରୀରିକ ଅଭିବୃଦ୍ଧି, ବୌଦ୍ଧିକ ଅଭିବୃଦ୍ଧି ନା ସାମାଜିକ ଅଭିବୃଦ୍ଧି? କୋଉଟା ଜୀବନ ସାରା ସଂଗଠିତ ହୁଏ ନାହିଁ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଶାରୀରିକ ଅଭିବୃଦ୍ଧି। ସେଟା କି ସବୁବେଳେ ସଂଗଠିତ ହୁଏ ନାହିଁ। ମାନେ ଛୋଟବେଳେ ଦେଖି ଆପଣଙ୍କର ଶରୀର ଅଭିବୃଦ୍ଧି ଯେତେ ସ୍ପିଡରେ ହୁଏ ଆସ୍ତେ ଆସ୍ତେ ବୟସ୍କ ହେଇଗଲା ପରେ ସେଇ ଅଭିବୃଦ୍ଧିଟା ଆସ୍ତେ ଆସ୍ତେ କମି ଯାଇଥାଏ। ହେଲା, ନେକ୍ସଟ ଦେଖିବା କ୍ୱେଶ୍ଚନ କଣ ଅଛି, ହର୍ଲୋଙ୍କ ମତରେ 2 ରୁ 6 ବର୍ଷ ବୟସର କେଉଁ ଅବସ୍ଥା ବୋଲି କୁହାଯାଏ? 2 ରୁ 6 ବର୍ଷ ଯୋଉ ହଉଛନ୍ତି ପିଲାଟି, ତାକୁ କୋଉ ଅବସ୍ଥା କୁହାଯାଏ? ଶୈଶବ ଅବସ୍ଥା, ଆଦ୍ୟ ବାଲ୍ୟ ଅବସ୍ଥା, ପ୍ରାନ୍ତ ବାଲ୍ୟ ଅବସ୍ଥା, ପ୍ରାକ୍ କୈଶୋର ଅବସ୍ଥା? ତେଣୁ ହର୍ଲୋଙ୍କ ମତରେ 2 ରୁ 6 ବର୍ଷ କଣ ଅବସ୍ଥା ବୋଲି କହିଥାନ୍ତି? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଆଦ୍ୟ ବାଲ୍ୟ ଅବସ୍ଥା। ହେଲା, 2 ରୁ 6 କଣ କୁହନ୍ତି? ଆଦ୍ୟ ବାଲ୍ୟ ଅବସ୍ଥା। ନେକ୍ସଟ କ୍ୱେଶ୍ଚନ କଣ ଅଛି, ନିମ୍ନଲିଖିତ କେଉଁ ଅବସ୍ଥାରେ ଶିଶୁର ବୌଦ୍ଧିକ ବିକାଶ ତାର ଇନ୍ଦ୍ରିୟାନୁଭୂତି ଉପରେ ପର୍ଯ୍ୟବେସିତ ହୋଇଥାଏ? କୋଉ ଅବସ୍ଥାରେ ଶିଶୁର ବୌଦ୍ଧିକ ବିକାଶଟା ତାର ଇନ୍ଦ୍ରିୟ ଉପରେ ପର୍ଯ୍ୟବେସିତ ହୋଇଥାଏ? ଅପସନ କଣ ଅଛି, ଶୈଶବ ଅବସ୍ଥା, ଆଦ୍ୟ ବାଲ୍ୟ ଅବସ୍ଥା, ପ୍ରାକ୍ ବାଲ୍ୟ ଅବସ୍ଥା, କୈଶୋର ଅବସ୍ଥା? ସଠିକ ଉତ୍ତରଟି କଣ ହବ, କୋଉ ଅବସ୍ଥାରେ ହେଇଥାଏ? ଅପସନ ନମ୍ବର ଏ ଯେଟା କଣ ଶୈଶବ ଅବସ୍ଥା। ଶୈଶବ ଅବସ୍ଥାରେ ସେଇ ଯୋଉ ଇନ୍ଦ୍ରିୟ ଉପରେ ଡିପେଣ୍ଡ କରିଥାଏ ପୁରା ଆଉ କାର୍ଯ୍ୟ ଗୁଡାକ କରିବା ପାଇଁ। ନେକ୍ସଟ କ୍ୱେଶ୍ଚନ କଣ ଅଛି, ଗୋଟିଏ ପିଲାର ବୁଦ୍ଧିଆଙ୍କ କେତେ ଅଛି ନା 2.130 ଓ ମାନସିକ ବୟସ ଅଛି 13, ହେଲେ ତାର ଶାରୀରିକ ବୟସ କେତେ? ହେଲା, ଏଇଟା ଏମିତି ଗୋଟେ କ୍ୱେଶ୍ଚନ ଦେଖିବେ ମ୍ୟାଥମେଟିକାଲି ଅଛି। ହେଲା, କଣ ଅଛି ତାର ଆମର ଆଇକ୍ୟୁ କେତେ ଅଛି 2.130 ଆଉ ତାର ମାନସିକ ବୟସ ଅଛି 13, ତେଣୁ ତା ଭିତରୁ ତାର ଶାରୀରିକ ବୟସଟା କେତେ ହେବ? ଅପସନ କଣ ଅଛି 20, 10, 15, 195? ତେଣୁ ସଠିକ ଉତ୍ତରଟି ଏଥିରୁ କଣ ହବ ନା ଅପସନ ନମ୍ବର ବି ସେଟା କଣ 10। ହେଲା, କେମିତି ବାହାର କରିବେ ନା ଏଇ ଯୋଉ ଆଇକ୍ୟୁ ବାହାର କରିବା ପାଇଁ ଫର୍ମୁଲା ହଉଛି କଣ ନା ଆମର ଥିବ କେତେ ନା ଆମର ମାନସିକ ଅବସ୍ଥା ଡିଭାଇଡ ବାଇ ଶାରୀରିକ ଅବସ୍ଥା ଇଣ୍ଟୁ 100। ହେଲା, ଏଇଟା ହଉଛି ତାର ଫର୍ମୁଲା। ମନେ ରହିଲା। ନେକ୍ସଟ ଦେଖିବା କଣ ଅଛି, ନିମ୍ନଲିଖିତ କେଉଁଟି ବିକାଶର ନିୟମ ଅଟେ? ଏଥିରୁ କୋଉଟା ଗୋଟେ ବିକାଶର ଗୋଟେ ନିୟମ? ଅପସନ କଣ ଅଛି, ପରିବର୍ତ୍ତନ ଜନିତ, ଧାରାବାହିକ, ବ୍ୟକ୍ତି କେନ୍ଦ୍ରିକ ନା ଉପରୋକ୍ତ ସମସ୍ତ? କୋଉଟା ହଉଛି ଗୋଟେ ବିକାଶର ଗୋଟେ ନିୟମ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା ଉପରୋକ୍ତ ସମସ୍ତ। ବିକାଶ ପରିବର୍ତ୍ତନ ଜନିତ ହେଇବ, ଧାରାବାହିକ ରହିବ ଆଉ ବ୍ୟକ୍ତି କେନ୍ଦ୍ରିକ ହବ। ତେଣୁ ଅପସନ ସଠିକଟା କଣ ହବ ନା ଉପରୋକ୍ତ ସମସ୍ତ। ବୁଝିପାରିଲେ? ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି, ନିମ୍ନଲିଖିତ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା? ହେଲା, ଅପସନ କଣ ଅଛି, ମସ୍ତିଷ୍କ ଆକାର ବଢିବା, ଶରୀର ଓଜନ ବଢିବା, କାର୍ଯ୍ୟ ସମ୍ପାଦନର ଉନ୍ନତି ନା ଶରୀର ଉଚ୍ଚତା ବୃଦ୍ଧି ପାଇଁ? ହେଲା, ମାନେ ଏଇଟା କୋଉ କ୍ଷେତ୍ରରେ ଅଲଗା ହବ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ସି ଯେଟା କଣ ଅଛି କାର୍ଯ୍ୟ ସମ୍ପାଦନର ଉନ୍ନତି। ହେଲା, ଏଥିରୁ ସବୁଗୁଡାକ ସମାନ, ଯେଠି ମସ୍ତିଷ୍କ ଆକାର ବଢିବା, ଶରୀର ଓଜନ ବଢିବା ଏଟା ବୃଦ୍ଧିର ସବୁ ଗୋଟେ ଗୋଟେ ଉଦାହରଣ। କିନ୍ତୁ କାର୍ଯ୍ୟ ସମ୍ପାଦନର ଉନ୍ନତି ଏଟା ହଉଛି କଣ ନା ଗୋଟେ କାହାର ବିକାଶର ଗୋଟେ ଏକ୍ସାମ୍ପଲ। ସେଇଥିପାଇଁ କଣ ହେଲା, ଏଟା ଅଲଗା ହେଲା। ବୁଝିପାରିଲେ? ଏଟା ସବୁ କଣ ବୃଦ୍ଧିର ଗୋଟେ ଗୋଟେ ଏକ୍ସାମ୍ପଲ। ନେକ୍ସଟ ଦେଖିବା କଣ ଅଛି, ହର୍ଲୋଙ୍କ ମତରେ ପ୍ରାନ୍ତ ବାଲ୍ୟାବସ୍ଥାର ବୟସ ସୀମା କେତେ? ଯୋଉ ପ୍ରାନ୍ତ ବାଲ୍ୟାବସ୍ଥା ଆମେ କହୁଛୁ ତାର ବୟସ ମାନେ କେତେ? ଜନ୍ମରୁ 2 ବର୍ଷ, 2 ରୁ 6 ବର୍ଷ, 6 ରୁ 10 କିମ୍ବା 6 ରୁ 10 ବା 12 ବର୍ଷ ପର୍ଯ୍ୟନ୍ତ, 10 ରୁ 12, 10 ବା 12 ରୁ 13 ରୁ 14 ବର୍ଷ? ହେଲା, ଏ ଯୋଉ ଆମ ପ୍ରାନ୍ତ ବାଲ୍ୟାବସ୍ଥାକୁ ତାର ବୟସ ସୀମାଟା କେତେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କଣ ଅଛି 6 ରୁ 10 ବା 12 ବର୍ଷ? ଏଇଟା ହବ ପ୍ରାନ୍ତ ବାଲ୍ୟାବସ୍ଥାର ଗୋଟେ ବୟସ ସୀମା। ବୁଝିପାରିଲେ? ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି, ବସ୍ତୁର ଜୀବନ ଅଛି, ଏହି ଲକ୍ଷଣ ନିମ୍ନଲିଖିତ କେଉଁ ସମୟରେ ଶିଶୁଠାରେ ଦେଖାଯାଇଥାଏ? ଯେ ଗୋଟେ ବସ୍ତୁର ଗୋଟେ ଜୀବନ ଅଛି ବୋଲି ପିଲା କେତେବେଳେ ଜାଣିପାରିବ? ଅପସନ କଣ ଅଛି, ଶୈଶବ ଅବସ୍ଥା, ଆଦ୍ୟ ବାଲ୍ୟ ଅବସ୍ଥା, ପ୍ରାନ୍ତ ବାଲ୍ୟ ଅବସ୍ଥା ନା କୈଶୋର ଅବସ୍ଥା? କୋଉ ଅବସ୍ଥାରେ ସେ ଜାଣିପାରେ ପିଲାଟି ଯେ ଆମର ବସ୍ତୁର ଗୋଟେ ଜୀବନ ଅଛି ବୋଲି? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଆଦ୍ୟ ବାଲ୍ୟ ଅବସ୍ଥା। ଆଦ୍ୟ ବାଲ୍ୟ ଅବସ୍ଥାରେ ପିଲାଟି ଜାଣିପାରେ ଯେ ବସ୍ତୁର ଗୋଟେ କଣ ଅଛି ଜୀବନ ଅଛି ବୋଲି। ନେକ୍ସଟ କ୍ୱେଶ୍ଚନ କଣ ଅଛି, ହରି 2.120 ଓ ମାନସିକ ବୟସ ହଉଛି 18, ହେଲେ ତାର ଶାରୀରିକ ବୟସ କେତେ? ହେଲା, ଅପସନ କଣ ଅଛି 15, 5, 20, 25? ସଠିକ ଉତ୍ତରଟି କଣ ହବ? ହେଲା,
ଅପସନ୍ ନମ୍ବର ଏଜ୍ ରେ କ'ଣ 15 ଆଗରୁ ଫର୍ମୁଲା କହିଦେଇଥିଲି ହେଲା ଫର୍ମୁଲା ଦେଖି ଯାଇଥିବେ ଯାହା ବି ପଡ଼େ ଆପଣ କରିପାରିବେ ହେଲା ତାର ଯଦି ମାନସିକ ବୟସ ଯଦି 18 ଅଛି ତାହେଲେ ଶାରୀରିକ ବୟସ କେତେ 15। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ଉଚ୍ଚତା ବଢ଼ିବା ନିମିତ୍ତ କେଉଁ ବିକାଶର ଗୋଟେ ଉଦାହରଣ ବୌଦ୍ଧିକ ଶାରୀରିକ ଆବେଗିକ ସାମାଜିକ ଉଚ୍ଚତା ବଢ଼ିବା କ'ଣ ନା ଶାରୀରିକ ଅପସନ୍ ନମ୍ବର ବିଟା ସଠିକ ଉତ୍ତର ହେବ ଯେଉଁଟାକି ଶାରୀରିକ। ନେକ୍ସଟ ଅଛି କ'ଣ ପରିମାଣାତ୍ମକ ଓ ଗୁଣାତ୍ମକ ପରିବର୍ତ୍ତନ ହେଉଛି ବିକାଶ ନିମିତ୍ତ ଭିତରୁ କିଏ କହିଥିଲେ ଯେଉଁ ଟିକେ ଆଗରୁ ପଢ଼ିକି ଆସିଥିଲେ ପରିମାଣାତ୍ମକ ଗୁଣାତ୍ମକ କ୍ୱାଲିଟି କ୍ୱାଣ୍ଟିଟି କିଏ କହିଥିଲେ ଅପସନ୍ କ'ଣ ଅଛି ଫ୍ରାଙ୍କ ରେସଲ ନା ଡେଲ୍ ନା ହରଲକ୍ କିଏ କହିଥିଲେ ସଠିକ ଉତ୍ତର ହେଇଯିବ ଅପସନ୍ ନମ୍ବର ଡି ଯେଟା କ'ଣ ହରଲକ୍ ଟିକେ ଆଗରୁ ପଢ଼ି ଆସିଥିଲେ ନା ହରଲକ୍ ହେବ ସଠିକ ଉତ୍ତର କ୍ୱାଲିଟି ବା କ୍ୱାଣ୍ଟିଟି କିଏ ଦେଇଥିଲେ ହରଲକ୍ ଦେଇଥିଲେ। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ମାନସିକ ସ୍ୱାସ୍ଥ୍ୟ କୁହାଯିବ କୋଉଟା ଗୋଟେ ମାନସିକ ସ୍ୱାସ୍ଥ୍ୟ କୁହାଯିବ ଶାରୀରିକ ମାନସିକ ସୁସ୍ଥତା ଶାରୀରିକ ଆବେଗିକ ମାନସିକ ସାମାଜିକ ନା ଆବେଗିକ ମାନସିକ ଗୋଟେ କ୍ୱେଶ୍ଚନଟି ଅଛି କେଇଟାକୁ ଆମେ ମାନସିକ ସ୍ୱାସ୍ଥ୍ୟ ବୋଲି ସ୍ୱାସ୍ଥ୍ୟ ଠିକ ଅଛି ବୋଲି ଆମେ କହିପାରିବା ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ଏ ଯେଟା କ'ଣ ଶାରୀରିକ ମାନସିକ ସୁସ୍ଥତାକୁ ଆମେ କ'ଣ କହିବା ନା ମାନସିକ ସ୍ୱାସ୍ଥ୍ୟ ବୋଲି କହିପାରିବା। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ହରଲୋକଙ୍କ ମତରେ ପ୍ରାକ୍ କୈଶୋର ଅବସ୍ଥାର ବୟସ ସୀମା କେତେ ଏ ଯେଉଁ ହରଲୋକ ଦେଇଥିଲେ ସେଇଥିରେ ଯେଉଁ ପ୍ରାକ୍ କୈଶୋର ଅବସ୍ଥାଟା ବୟସ ସୀମା କେତେ 2ରୁ 6 6ରୁ 10 ବା 12 13 ବା 14ରୁ 18 ପର୍ଯ୍ୟନ୍ତ 18ରୁ 40 ବର୍ଷ ପର୍ଯ୍ୟନ୍ତ ଏଇ ଯେଉଁ ପ୍ରାକ୍ କୈଶୋର ଅବସ୍ଥାର ବୟସ ସୀମାଟା କେତେ ଅଛି ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ସି ଯେଟା କ'ଣ 13 ବା 14ରୁ 18 ହେଲା ମନେ ରହିଲା ଦେଖିବା ଏବେ ନେକ୍ସଟ କ୍ୱେଶ୍ଚନଟି ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାନ୍ତ ବାଲ୍ୟାବସ୍ଥାର ବିକାଶ ଉନ୍ମୁଖୀ କାର୍ଯ୍ୟ ନୁହେଁ ଯେଉଁ ପ୍ରାନ୍ତ ବାଲ୍ୟାବସ୍ଥାରେ କୋଉଟା ଗୋଟେ ବିକାଶ ଉନ୍ମୁଖୀ କାର୍ଯ୍ୟର ଉଦାହରଣ ନୁହେଁ ଅପସନ୍ କ'ଣ ଅଛି ବ୍ୟକ୍ତି ସ୍ୱାଧୀନତା ହାସଲ ପଠନ ଲିଖନ ହିସାବ କୌଶଳ ନୈତିକ ମୂଲ୍ୟବୋଧ ବିକାଶ ନା ପଠନ ପାଇଁ ପ୍ରସ୍ତୁତ ହେବା ହେଲା ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ଡି ସେଟା କ'ଣ ଅଛି ପଠନ ପାଇଁ ପ୍ରସ୍ତୁତ ହେବା ଏଥିରୁ ଏ ଯେଉଁ ପ୍ରାନ୍ତ ବାଲ୍ୟାବସ୍ଥାରେ ଏଟା ବିକାଶମୂଳକ କାର୍ଯ୍ୟ ନୁହେଁ ଯେଉଁଟାକି ପଠନ ପାଇଁ ପ୍ରସ୍ତୁତ ଆଉ ଗୁଡ଼ା ସବୁ ବ୍ୟକ୍ତି ସ୍ୱାଧୀନତା ହାସଲ କରିବା ପଠନ ଲିଖନ ହିସାବ କୌଶଳ ଶିଖିବା ନୈତିକ ମୂଲ୍ୟବୋଧ ବିକାଶ କରିବା ଏଗୁଡ଼ା ସବୁ ହେଉଛି କ'ଣ ଗୋଟେ ଗୋଟେ ପ୍ରାନ୍ତ ବାଲ୍ୟାବସ୍ଥାର ବିକାଶମୂଳକ କାର୍ଯ୍ୟ କିନ୍ତୁ ପଠନ ପାଇଁ ପ୍ରସ୍ତୁତ ହେବା ସେଟା ଗୋଟେ କାର୍ଯ୍ୟ ନୁହେଁ। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ଘଟଣା ଓ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ଅନୁଭବ କରିବା ନିମିତ୍ତ କୋଉ ବିକାଶର ଅନ୍ତର୍ଗତ ଘଟଣା ବ୍ୟକ୍ତିମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ପାର୍ଥକ୍ୟ ଜାଣିବେ ଶାରୀରିକ ଆବେଗିକ ବୌଦ୍ଧିକ ଆଉ ସାମାଜିକ ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ସି ଯେଟା କ'ଣ ବୌଦ୍ଧିକ ହେଲା ଏଟା କଗ୍ନିଟିଭ ଡେଭଲପମେଣ୍ଟ ନା ଘଟଣା ବ୍ୟକ୍ତିମାନଙ୍କ ମଧ୍ୟରେ ପାର୍ଥକ୍ୟ ସାମଞ୍ଜସ୍ୟ ଜାଣିବା। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ହରଲୋକଙ୍କ ମତରେ ପୁଅମାନଙ୍କ କ୍ଷେତ୍ରରେ ଶାରୀରିକ ଅଭିବୃଦ୍ଧି ନିମ୍ନଲିଖିତ କେଉଁ ବୟସ ପର୍ଯ୍ୟନ୍ତ ଘଟିଥାଏ ହରଲୋକ ଯେଉଁ ମତ ଦେଇଥିଲେ ସେଇ ଅନୁସାରେ ଯେଉଁ ପୁଅମାନଙ୍କର ଶାରୀରିକ ବୃଦ୍ଧି କେତେ ବୟସ ପର୍ଯ୍ୟନ୍ତ ହେଇଥାଏ ଅପସନ୍ କ'ଣ ଅଛି 18ରୁ 20 20ରୁ 22 22ରୁ 24 24ରୁ 26 ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ବି ଯେଟା କ'ଣ 20ରୁ 22 ପର୍ଯ୍ୟନ୍ତ ହରଲୋକଙ୍କ ମତରେ ପୁଅମାନଙ୍କର ଶାରୀରିକ ଅଭିବୃଦ୍ଧି 20ରୁ 22 ପର୍ଯ୍ୟନ୍ତ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା କ'ଣ ଅଛି ହରଲୋକଙ୍କ ମତରେ କୈଶୋର ଅବସ୍ଥାର ବୟସ ସୀମା କେତେ ହେଲା 2ରୁ 6 6ରୁ 10 ବା 12 13 ବା 14ରୁ 18 18ରୁ 40 ବର୍ଷ ତେଣୁ କୈଶୋର ଅବସ୍ଥାର ବୟସ ସୀମାଟା କେତେ ଅଛି ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ସି ଯେଟା କ'ଣ 13 ବା 14ରୁ 18 ବୁଝିପାରିଲେ ଦେଖିବା ନେକ୍ସଟ କ୍ୱେଶ୍ଚନ ନିମ୍ନୋକ୍ତ ମଧ୍ୟରୁ କେଉଁଠି ପ୍ରାକ୍ କୈଶୋର ଅବସ୍ଥାର ବିକାଶ ଉନ୍ମୁଖୀ କାର୍ଯ୍ୟ ପ୍ରାକ୍ କୈଶୋର ଅବସ୍ଥାରେ କ'ଣ କାର୍ଯ୍ୟ ହୋଇଥାଏ ଅପସନ୍ କ'ଣ ଅଛି ଭୁଲ ଠିକ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରିବା ଲିଙ୍ଗଗତ ପାର୍ଥକ୍ୟ ନିର୍ଣ୍ଣୟ କରିବା ଆର୍ଥିକ ସ୍ୱାବଲମ୍ବୀ ହେବା ନୈତିକତାର ବିକାଶ କରିବା ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ସି ଯେଟା କ'ଣ ଅଛି ଆର୍ଥିକ ସ୍ୱାବଲମ୍ବୀ ହେବା ହେଲା ଏଟା ହେଉଛି କ'ଣ ଗୋଟେ ପ୍ରାକ୍ କୈଶୋର ଅବସ୍ଥାର ବିକାଶ ଉନ୍ମୁଖୀ କାର୍ଯ୍ୟ ମନେ ରହିବ। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ଗୋଷ୍ଠୀର ନୀତି ନିୟମ ମାନି ସେହି ଅନୁରୂପୀ ଆଚରଣ ପ୍ରଦର୍ଶନ କରିବା ନିମିତ୍ତ ମଧ୍ୟରୁ କେଉଁ ବିକାଶ ସହିତ ସମ୍ପର୍କିତ କ'ଣ କହିଲା ନା ଗୋଷ୍ଠୀ ନୀତି ନିୟମ ମାନି ଅନୁରୂପ ଆଚରଣ ପ୍ରଦର୍ଶନ କରିବା এটা କୋଉ ପ୍ରକାର ଗୋଟେ ଗୁଣ ସାମାଜିକ ବୌଦ୍ଧିକ ଶାରୀରିକ ନା ଆବେଗିକ କୋଉ ପ୍ରକାର ହବ ସଠିକ ଉତ୍ତରଟି ହବ ଅପସନ୍ ନମ୍ବର ଏ ସେଟା କ'ଣ ସାମାଜିକ ଏଟା ସାମାଜିକ କାମ ନା ଗୋଷ୍ଠୀରେ ଯେମିତି ନୀତି ନିୟମ ସେ ଅନୁସାରେ ଚଳିବା ଗୋଟେ ସାମାଜିକ ବିକାଶର ଗୋଟେ ଉଦାହରଣ। ନେକ୍ସଟ କ୍ୱେଶ୍ଚନ ଦେଖିବା କ'ଣ ଅଛି ହରଲୋକଙ୍କ ମତରେ ଶୈଶବ ଅବସ୍ଥାର ବୟସ ସୀମା କେତେ ଶୈଶବ ଅବସ୍ଥାର ବୟସ ସୀମା କେତେ ଅଛି ଜନ୍ମରୁ 2 2ରୁ 6 6ରୁ 10 ବା 12 10 ବା 12ରୁ 13 ବା 14 ବର୍ଷ ତେଣୁ ଆମର ଯେଉଁ ଶୈଶବ ଅବସ୍ଥା ଅଛି ତାର ବୟସ ସୀମାଟା କେତେ ହେବ ସଠିକ ଉତ୍ତରଟି ଅପସନ୍ ନମ୍ବର ଏ ଯେଟା କ'ଣ ଜନ୍ମରୁ 2 ବର୍ଷ ହେଲା ଜନ୍ମରୁ 2 ବର୍ଷକୁ ଆମେ କ'ଣ କହିଥାଉ ଶୈଶବ ଅବସ୍ଥା ବୋଲି କହିଥାଉ ବୁଝିପାରିଲେ ଦେଖିବା ନେକ୍ସଟ କ୍ୱେଶ୍ଚନ ନିମ୍ନଲିଖିତ ମଧ୍ୟରୁ କୋଉଠି ଆଦ୍ୟ ବାଲ୍ୟାବସ୍ଥାର ଶାରୀରିକ ଲକ୍ଷଣ ଆଦ୍ୟ ବାଲ୍ୟାବସ୍ଥାରେ କୋଉ ପ୍ରକାର ଶାରୀରିକ ଲକ୍ଷଣ ଦେଖାଯାଏ ଅପସନ୍ କ'ଣ ଅଛି ଶାରୀରିକ ବିକାଶ ସମାନ ଭାବେ ଘଟେ ବିକାଶ ମନ୍ଥର ହୁଏ ଅସ୍ଥି ଦୈର୍ଘ୍ୟ ବଢ଼େ
ନା ଉପରୋକ୍ତ ସମସ୍ତ? ଆଦ୍ୟ ବାଲ୍ୟାବସ୍ଥାରେ କୋଉ ପ୍ରକାର ଶାରୀରିକ ଲକ୍ଷଣ ଆମକୁ ଦେଖାଇଥାଏ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେ କଣ ଉପରୋକ୍ତ ସମସ୍ତ। ମାନେ ଶାରୀରିକ ବିକାଶ ସମାନ ଭାବେ ହେଇଥାଏ ପ୍ଲସ୍ ବିକାଶରେ ବିକାଶଟା ମନ୍ଥର ହେଇଯାଏ ଆଉ ଅସ୍ଥିର ଦୈର୍ଘ୍ୟ ବଢିଥାଏ। ଲମ୍ବା ଦେଖାଯାଆନ୍ତି ସାଧାରଣତଃ ଆଦ୍ୟ ବାଲ୍ୟାବସ୍ଥାରେ ପିଲାମାନେ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ଡି ଯେଟା କଣ ଉପରୋକ୍ତ ସମସ୍ତ। ନେକ୍ସଟ କ୍ୱେଶ୍ଚନ ଅଛି ମାତୃଗର୍ଭରେ ଗର୍ଭ ସଞ୍ଚାର ପ୍ରାୟ କେତେ ଦିନ ପରେ ପୂର୍ଣ୍ଣାଙ୍ଗ ଶିଶୁଟି ଜନ୍ମ ହୁଏ? ହେଲା ମାନେ ଗର୍ଭ ସଞ୍ଚାର କେତେ ଦିନ ପରେ ପିଲାଟି ଜନ୍ମ ହେଇଥାଏ? ଅପସନ କଣ ଅଛି 280 ଦିନ, 270 ଦିନ, 282 ଦିନ, 272 ଦିନ। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେ କଣ 280 ଦିନ ହେଲା। 280 ଦିନ ପରେ ପିଲାଟି ଜନ୍ମ ନେଇଥାଏ। ବୁଝିପାରିଲେ? ଦେଖି ନେକ୍ସଟ କ୍ୱେଶ୍ଚନ ମନୁଷ୍ୟର ଶରୀର କ୍ରୋମୋଜୋମ କେତେ ଯୋଡା ବା ଗୁଣସୂତ୍ର କେତେ ଯୋଡା ରହିଛି? ଅପସନ କଣ ଅଛି 23 ଯୋଡା, 24 ଯୋଡା, ଆଉ 46 ଯୋଡା ନା 32 ଯୋଡା? କନଫ୍ୟୁଜ କଣ ହେବେ ଏଇ ଯୋଉ 32 ଆଉ 46 ଏହାର ଉତ୍ତର ହଉଛି କଣ 32 ଯୋଡା ବା 46 ଟା। ଆପଣ 32 ଯୋଡା ଲେଖିବେ ନହେଲେ 46 ଟା ଲେଖିବେ। ତେଣୁ ୟାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେ କଣ 32 ଯୋଡା। ସରି 32 କହୁଛୁ 23 ଯୋଡା ହେଲା। କରେକ୍ସନ କରିଦେବେ 23 ଯୋଡା ହେଲା। ଦେଖିବା ଆଜିର ଲାଷ୍ଟ କ୍ୱେଶ୍ଚନ 50 ନମ୍ବର ହେଲା। ଯେତିକି ରହିଲା ନେକ୍ସଟ କ୍ଲାସରେ ପଢିବା। ଡିମ୍ବାଣୁ ସହ ଶୁକ୍ରାଣୁର ମିଳନରେ କଣ ସୃଷ୍ଟି ହୁଏ? ଡିମ୍ବକ, ଡିମ୍ବାଶୟ, ଯୁଗ୍ମଜ ଆଉ ଯୁଗ୍ମକ। ଡିମ୍ବାଣୁ ସହିତ ଶୁକ୍ରାଣୁର ମିଳନରେ କଣ ସୃଷ୍ଟି ହେଇଥାଏ? ଅପସନ ନମ୍ବର କୋଉଟା ସି ଯେଟା କଣ ଯୁଗ୍ମଜ ହେଲା। ମନେ ରଖିଥିବେ କ୍ୱେଶ୍ଚନ ପଢିପାରେ ଯୁଗ୍ମଜ ସୃଷ୍ଟି ହୁଏ। ତେଣୁ ଆଜି ଏତିକି 50ଟା କ୍ୱେଶ୍ଚନ ଥିଲା। ଆପଣଙ୍କ ପାଇଁ ଗୋଟେ କାମ ରହିଲା ଆପଣ 50ଟିରୁ କେତେଟା ଠିକ କଲେ ମୋତେ କମେଣ୍ଟ ସେକ୍ସନରେ ଜଣେଇବେ। ଆଉ ଭିଡ଼ିଓଟିକୁ ଭଲ ଲାଗିଛି ଯଦି ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ଯାହାଫଳରେ ଏମିତି ଇନଫର୍ମେଟିଭ ଭିଡ଼ିଓ ଗୁଡ଼ାକ ବା ଏମିତି ମାରାଥନ କ୍ଲାସ୍ ଗୁଡ଼ା ଆପଣଙ୍କ ପାଖରେ ପହଞ୍ଚି ପାରିବ। ତେଣୁ ଆଜି ପାଇଁ ଏତିକିରେ ରହୁଛି। ନୂଆ ଭିଡ଼ିଓରେ ଆପଣ ଦେଖା ହବ। ସେଥିପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।